ଆମ ଭିତରୁ ବହୁ ଜଣ ପାଷ୍ଟ ବିଷୟରେ ବାରମ୍ବାର ଭାବିକି ନିଜର ପ୍ରେଜେଣ୍ଟ ମୋମେଣ୍ଟକୁ ୱେଷ୍ଟ କରିଦିଅନ୍ତି। ଆଉ ନିଜେ ନିଜକୁ ପଚାରନ୍ତି, ମୋ ସହିତ ଏମିତି କ'ଣ ପାଇଁ ହେଲା? ମୁଁ କ'ଣ ପାଇଁ ଏମିତି ଗୋଟେ ମିଷ୍ଟେକ୍ କଲି? ମୁଁ କ'ଣ ଆଉ କିଛି ଡିଫରେଣ୍ଟ କରିପାରିନଥାନ୍ତି? ହେଲେ ସତ କଥା ହେଉଛି, ନୋ ମ୍ୟାଟର ହାଉ ମଚ୍ ୱି ଥିଙ୍କ, ପାଷ୍ଟଟା କେବେ ବି ଚେଞ୍ଜ ହେଇଯିବନି। ଏଇଟା ଅଲରେଡ଼ି ଲେଖା ହେଇସାରିଛି। ଦ ମୋର୍ ୱି ଲିଭ୍ ଇନ୍ ୟେଷ୍ଟରଡେ, ଦ ମୋର୍ ୱି ଡିଷ୍ଟ୍ରୟ ଟୁଡେ। ଯଦି ସବୁବେଳେ ତମ ପାଷ୍ଟର ମେମୋରିକୁ, ରିଗ୍ରେଟ୍ସକୁ ଆଉ ପେନ୍କୁ ଜାବୁଡ଼ି ଧରିବ, ଅଯଥା କାନ୍ଦିବା ଛଡ଼ା ଆଉ କିଛି ବି କରିପାରିବନି। ତମେ ଯଦି ତମ ପାଷ୍ଟର ବୋଝକୁ ମୁଣ୍ଡେଇ ରଖିବ, ତାହେଲେ ଆଗକୁ ଆସୁଥିବା ଜର୍ଣ୍ଣିକୁ କେମିତି ଏନ୍ଜୟ କରିପାରିବ? ଥିଙ୍କ ଆବାଉଟ୍ ଇଟ୍। ତମେ ତମ ପାଷ୍ଟକୁ ହୋଲ୍ଡ କରି ଧରିଲେ ତମକୁ ସେଥିରୁ ଶାନ୍ତି ମିଳୁଛି କି? ନା ତମ ପ୍ରୋବ୍ଲେମ୍ ସବୁ ସଲ୍ଭ ହେଇଯିବ, ନା ତମକୁ ଏନର୍ଜେଟିକ୍ ଫିଲ୍ ହେବ? ଦ ଆନ୍ସର ଇଜ୍ ସିମ୍ପଲ୍। ଦ ପାଷ୍ଟ ଇଜ୍ ଓନ୍ଲି ଏ ଲେସନ୍, ନଟ୍ ଏ ଲାଇଫ୍ ସେଣ୍ଟେନ୍ସ। ଲାଇଫଟାକୁ ପ୍ରେଜେଣ୍ଟରେ ବଞ୍ଚିବାକୁ ଷ୍ଟାର୍ଟ କର। ଯଦି ତମେ ସବୁବେଳେ ଗତକାଲି ବିଷୟରେ ଭାବିବ, ତାହେଲେ ତମେ ଅନ୍ଧ ଭଳି ଆଗକୁ ଆସୁଥିବା ସବୁ ଅପରଚ୍ୟୁନିଟିକୁ, ତମକୁ ଭଲ ପାଉଥିବା ଲୋକମାନଙ୍କୁ ଆଉ ତମକୁ ଅପେକ୍ଷା କରୁଥିବା ହାପିନେସ୍କୁ ହରେଇ ଦେବ। ମିଷ୍ଟେକ୍, ହାର୍ଟବ୍ରେକ୍, ଫେଲିଓର ଏସବୁ ଲାଇଫ୍ର ଗୋଟେ ଗୋଟେ ପାର୍ଟ। ତମେ ନିଜକୁ ଏକଥା ପଚାରୁନି ଯେ ମୋ ସହ ଏମିତି କାହିଁକି ହେଲା, ଏକଥା ଭାବ ଯେ ଏଥିରୁ କ'ଣ ଶିକ୍ଷା ମିଳିଲା। ଆଉ ଏଇ ଛୋଟିଆ ମାଇଣ୍ଡ ସେଟ୍ଟା ତମ ପେନ୍କୁ ତମ ବୁଦ୍ଧିରେ, ତମ ରିଗ୍ରେଟ୍କୁ ତମ ଗ୍ରୋଥରେ, ଆଣ୍ଡ ତମ ଭୟକୁ ତମ ସାହସରେ ବଦଳେଇ ଦେବ। ଗୋଟେ କଥା ମନେ ରଖ, ତମ ଫ୍ୟୁଚରଟା ତମେ କ'ଣ ହରେଇଛ ତା ଉପରେ ଡିପେଣ୍ଡ କରେନି, ତମେ ଆଜି କ'ଣ କରିବା ପାଇଁ ଚୁଜ୍ କରୁଛ ତାରି ଉପରେ ଡିପେଣ୍ଡ କରେ। ତମେ ଯଦି ଚାହିଁବ ଅତୀତର କାରାଗାରରେ ରହିପାରିବ, ନହେଲେ ଆସନ୍ତାକାଲିର ଉଡ଼ା ଚଢ଼େଇ ମଧ୍ୟ ହେଇପାରିବ। ତୁ ନିଜକୁ ଆଉ ଅନ୍ୟମାନଙ୍କୁ ବି କ୍ଷମା କର। କାନ୍ଦିବା ଛାଡ଼ ସେଇ ପୁରୁଣା ଷ୍ଟୋରି ପାଇଁ, ଖୁସିରେ ଖୁସିରେ ସେ ଚାପ୍ଟରକୁ ବନ୍ଦ କର, ଆଉ ଗୋଟେ ସକ୍ସେସଫୁଲ୍ ଲାଇଫ୍ ପାଇଁ ଆଗକୁ ପାଦ ବଢ଼ାଅ।